ବାପଦାଦା ଏଥିରେ ଦେଖେଇଛନ୍ତି କି ଯେମିତି ହିଁ ଆମେ ପରମପିତା ପରମାତ୍ମାଙ୍କ ସନ୍ତାନ ବୋଲି ନିଜକୁ ଜାଣୁଛେ, ଆମେ ସଙ୍ଗେ ସଙ୍ଗେ ତିନୋଟି ବହୁତ ବଡ଼ ପ୍ରାପ୍ତିର ଅଧିକାରୀ ହେଇଯାଉଛେ। କଣ ସେଗୁଡ଼ା? ସବୁଠାରୁ ପବିତ୍ର, ସବୁଠାରୁ ଉଚ୍ଚ ଆଉ ସବୁଠାରୁ ସମୃଦ୍ଧ। ଆସନ୍ତୁ ଏ କଥାଟାକୁ ଆହୁରି ଭଲ କି ବୁଝିବା। ବାପଦାଦା କହୁଛନ୍ତି ସେ ପ୍ରତି ସନ୍ତାନଙ୍କ ମସ୍ତକରେ ଏହି ତିନିଟା ବିଶେଷତାର ଝଲକ ଦେଖିପାରୁଛନ୍ତି। ଏଇଟା ଖାଲି ଆଶୀର୍ବାଦ ନୁହେଁ, ଏଇଟା ଗୋଟେ ଆଧ୍ୟାତ୍ମିକ ସତ୍ୟ। ପ୍ରଥମ କଥା ହେଲା ସବୁଠାରୁ ପବିତ୍ର। ଏହାର ଅର୍ଥ କେତେ ଗଭୀର, କଣ କହିବେ? ନିଶ୍ଚୟ। ଦେଖନ୍ତୁ, ଯେତେବେଳେ ବାପଦାଦା ସବୁଠାରୁ ପବିତ୍ର କହୁଛନ୍ତି, ତାଙ୍କର ମାନେ ଖାଲି ଶାରୀରିକ ବ୍ରହ୍ମଚର୍ଯ୍ୟ ନୁହେଁ। ହଁ, ସେଇଟା ତ ଗୋଟେ ଅଂଶ। ଏକଦମ। ଏହା ହେଉଛି ଏକ ସମ୍ପୂର୍ଣ୍ଣ ପବିତ୍ରତା ଆମ ମନରେ, କଥାରେ, କାମରେ, ଏପରିକି ଆମର ସବୁ ସମ୍ବନ୍ଧ ଆଉ ସମ୍ପର୍କରେ ବି। ସତ କହିବାକୁ ଗଲେ ଏହି ପୁରା ବ୍ରହ୍ମକୁମାରୀ ଜ୍ଞାନର ମୂଳଦୁଆ ହିଁ ହେଉଛି ପବିତ୍ରତା। ଆଉ ସବୁଠୁ ବଡ଼ କଥା ହେଲା, ଆମେ ଯେଉଁ ବ୍ରାହ୍ମଣ ଆତ୍ମା, ଆମେ ତିନି କାଳରେ ପବିତ୍ରତାର ଅନୁଭବ କରୁ। ଆଦିରେ ଯେବେ ଆମେ ପରମଧାମରେ ଥିଲୁ, ସେତେବେଳେ ତ ସ୍ୱତଃ ପବିତ୍ର। ହଁ, ସେଠି ତ କିଛି ଅପବିତ୍ରତା ନାହିଁ। ଠିକ୍। ଫିର୍ ମଧ୍ୟକାଳରେ, ମାନେ ସତ୍ୟ ଯୁଗରେ, ଯେତେବେଳେ ଆମେ ଦେବତା ରୂପରେ ଥାଉ, ଆମ ଆତ୍ମା ବି ପବିତ୍ର, ଶରୀର ବି ପବିତ୍ର। ଆଉ ଏବେ ଏହି ସଙ୍ଗମ ଯୁଗରେ ସବୁଠୁ ଚ୍ୟାଲେଞ୍ଜିଂ ଆଉ ବିଶେଷ କଥା ହେଲା, ସଂସାରରେ ରହିକି, ପରିବାର ସହିତ ରହିକି ବି ସମ୍ପୂର୍ଣ୍ଣ ପବିତ୍ର ଜୀବନ ଜୀବା। ଏମିତି ପବିତ୍ର ଯେ ସ୍ୱପ୍ନରେ ବି ଅପବିତ୍ରତାର ଟିକିଏ ବି ଛୁଆ ନ ଲାଗୁ। ଏଇଟା ହେଉଛି ବ୍ରାହ୍ମଣ ଜୀବନର ବିଶେଷତା। ୱାଓ, ଏଇଟା ତ ବାସ୍ତବରେ ବହୁତ ଉଚ୍ଚ ସ୍ଥିତି। ଏହାପରେ ଦ୍ୱିତୀୟ କଥା, ସବୁଠାରୁ ଉଚ୍ଚ। ଏଇଟାର ସମ୍ବନ୍ଧ ତ ସିଧାସଳଖ ଆମ ପରିଚୟ ସହିତ, ନୁହେଁ କି? ଏକଦମ ଠିକ୍ କହିଲେ। ସବୁଠାରୁ ଉଚ୍ଚ। ଆମେ କାହିଁକି? କାରଣ ଆମେ କାହାର ସନ୍ତାନ? ଆମେ ହେଉଛୁ ସ୍ୱୟଂ ସର୍ବୋଚ୍ଚ ପିତା ଶିବ ବାବାଙ୍କର ନିଜ ସନ୍ତାନ। ଏହାଠୁ ବଡ଼, ଏହାଠୁ ଉଚ୍ଚ ପରିଚୟ ଆଉ କଣ ହୋଇପାରେ? ସତ କଥା। ଆଦିରେ ଆମେ ସେହି ସବୁଠାରୁ ଉଚ୍ଚ ଧାମ, ପରମଧାମରେ ବାବାଙ୍କ ସାଙ୍ଗରେ ରହୁ। ଫିର୍ ମଧ୍ୟକାଳରେ, ମାନେ ଦ୍ୱାପର ଯୁଗରୁ ଆରମ୍ଭ ହେଇ, ଆମେ ହିଁ ତ ପୂଜ୍ୟ ଦେବତା ଆତ୍ମା ହେଇଯାଉ। ହଁ, ଆମ ପାଇଁ ତ କେତେ ବଡ଼ ବଡ଼ ମନ୍ଦିର ତିଆରି ହୁଏ, କେତେ ବିଧିବିଧାନରେ ପୂଜାପାଠ ଚାଲେ, ଆପଣ ଦେଖିବେ। ଆଉ ମହାପୁରୁଷମାନଙ୍କର ବି ସ୍ମାରକୀ ଥାଏ। କିନ୍ତୁ ଦେବତାମାନଙ୍କ ପରି ଏତେ ନିୟମିତ, ଏତେ ଶୃଙ୍ଗାର କରିକି ବିଧିପୂର୍ବକ ପୂଜା ଆଉ କାହାର ହୁଏନି। ଏଇଟା ହିଁ ତ ଆମର ଉଚ୍ଚ ସ୍ଥିତିର ପ୍ରମାଣ। ନିଶ୍ଚୟ। ଆଉ ତୃତୀୟ ପ୍ରାପ୍ତିଟି ହେଲା ସବୁଠାରୁ ସମୃଦ୍ଧ। ଏଠି ସମୃଦ୍ଧ ମାନେ କେବଳ ଏ ଦୁନିଆ। ଆପଣ ଶୁଣୁଛନ୍ତି ରେଡିଓ ତୋଷାଳୀ, ଆମ ମାଟିର ସ୍ୱର।